श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। हे माँ सरस्वती तमें कंठरे बस, माँ कंठरे बस। अति बड़ी जगन्नाथ दास रचित श्रीमद्भागवत महापुराण चतुर्थ स्कंदर आज आम पंचम अध्याय शुणा। यही अध्यायर प्रथम भाग में पद्यांतरी एवं द्वितीय भाग में यार व्याख्या श्रवण करवा। यही अध्याय सती शिवं पत्नी अग्नि रे झास देवा परी शिवंकर तांडव लीला कथा वर्णना करा जायछि। तेबे आसंतु श्रीमद्भागवत महापुराण प्रत्येक अध्याय धारावाहिक भाव में शुणापी चैनल को सब्सक्राइब करवा एवं फॉलो करवा, फल प्रत्येक अध्याय आम शुणा को सक्षम हो पार। पंचम अध्याय पंचमे सती देहनाशे जटारु भियाई पुरुषे शंकर अति कोप भरे दक्षिणा शिले तार द्वारे मैत्रेय उवाच नारद वाक्य अवधाने रुद्र उठिले कोपमने दक्षर यज्ञनाशार्थे कोपव शिला रुद्रचिते रुद्रव दने कोप देखी विबुधे भुवन उपेखी कंपिले रुद्र कोप शुणी महाप्रलय प्रायमणि दंतेका मोड़ी ओष्ठपाटी प्रचंड कराल भ्रुकुटी जटाक लापे अग्निजले देखिक पिले दिगपाले शेक जटा उपाड़ीण भूमि रे कले निक्षेपण से जटा भूमि रे पड़िला तहिरु पुरुष जन्मिला ताहार नाम वीरभद्र प्रलय काले जह्ने रुद्र अनल प्राय कनयने तिनिया दित्य तेज जेने सहस्र बाहु मेघवन देखी पलांति सर्वजन कराल द्रंष्ट दिशे तुंडे अग्निजो ड़ंत शिखा मुंडे नाना युद्ध दिशे करे मुंडमा लाए लंबे उरे रुद्र को चाही कर जोड़ी बोलोई अधर कामोड़ी कहोई कि करिबी मोही रुद्र बोलंती ताकू चाही तू हुओ गणक ईश्वर एबे तू मोर बोल कर दक्षर प्राण यज्ञ संगे विनाश कर रण रंगे तुमर अंश आत्मा रूपी सहस्र भोज शून्य व्यापी दक्षर यज्ञ नाश कर ताहार प्राण बेगे हर एमंत रुद्र आज्ञा पाई कोपेक पई तार देही जलई अति कोपानले नमिला रुद्र पाद तले स्वभावे रुद्र आत्मा से ही तारम हिमा केबा कही चलिला रुद्र गण घिनी सबदे कंपाई मेदिनी गर्जई भैरवनादे बेगेधा मई द्रुत पदे सुलभो लाई दक्ष करे नुपुर बाजई पयरे धामई पवनहु बेगे बीरऊ तर दिग भावी सकल पारिषद गणे नाना युध तीक्ष्म बाणे अति प्रचंड कोप भरी धाइले घोर नाद करी सबदे दश दिगपुरे धूली उड़ई पाद भरे विप्रेजे थिले यज्ञशाले
ଧୂଳି ଦେଖିଲେ ଅନ୍ତରାଳେ ଉତ୍ତର ଦିଗେ ରେଣୁ ଦେଖି ଉଠିଲେ ଯଜ୍ଞକୁ ଉପେକ୍ଷି ଉତ୍ତର ଦିଗକୁ ଅନାଇ ବୋଲନ୍ତି ଏକୁଆରେ ଚାହିଁ ଦେଖ ବସେ ଘୋରତମ ଦିଗନ ଦିଶେ ବାତ ଭ୍ରମ ଏମନ୍ତେ ବିପ୍ର ନାରୀ ଦେଖନ୍ତି ହସ୍ତେ ହସ୍ତ ଧରି ବୋଲନ୍ତି ଏକି ତମ ଘୋର ଦିବସେ ଦିଶେ ଅନ୍ଧକାର ପ୍ରଚଣ୍ଡ ନ ବହେ ପବନ ତମେ ଛାଦିଲା ଗଗନ ପ୍ରାଚୀନ ବହିର୍ଦଣ୍ଡଧାରୀ ଯେଣୁ ଅଛଇ ପ୍ରାଣ ଧରି ତାଙ୍କ ପ୍ରସାଦେ ଦସ୍ୟୁ ନାହିଁ ଉତ୍ପାତ ହେଲା କିସ ପାଇଁ ଗୋରୁଚ ରଣ ଧୂଳି ନୋହେ ଏକିତି ମୀର କାହୁଁ ହୋଏ ଆଜ କି ପ୍ରଳୟ ହୋଇବ ବାମ କି ହୋଇଲା ଦଇବ ପ୍ରସୂତି ଆଦି ବାମା ଯେତେ ବୋଲନ୍ତି ଚାହିଁ ଦୁଃଖ ଚିତେ ସତୀର ଅପମାନ ମୂଳ ନିଶ୍ଚୟ ସେହି ପାପ ଫଳ ଏମନ୍ତେ ଶୁଣ ବ୍ୟାସସୂତ ଅଦ୍ଭୁତ ରୁଦ୍ରର ଚରିତ ବ୍ୟାସସୂତ ଅର୍ଥାତ୍ ବିଦୁର ଯେ ରୁଦ୍ର ପ୍ରଳୟ କାଳରେ ତୀକ୍ଷ୍ମ ତ୍ରିଶୂଳ ଧରି କରେ ନୃତ୍ୟ କରନ୍ତି ଅତି ବେଗେ ଦେଖି ପଳାନ୍ତି ଦିଗନାଦେ ସହସ୍ର ଭୁଜ ଊର୍ଦ୍ଧ୍ୱେ କରି ନଟର ପ୍ରାୟ ବେଶ ଧରି ଚଣ୍ଡାଟ ହାସ ଶୋହେ ତୁଣ୍ଡେ ଯେହ୍ନେ ତଡ଼ିତ ମେଘ ଖଣ୍ଡେ ଅସହ୍ୟ ତେଜ ଯୋଗ ବଳ ଦିଶଇ ଭ୍ରୁକୁଟି କୁଟିଳ କରାଳ ଦ୍ରଷ୍ଟ ଶୋହେ ତୁଣ୍ଡେ ତେଜେନ କ୍ଷତ୍ର ଗଣେ ଖଣ୍ଡେ ତାରେ ଦୋ ରେହା କରି କେହି ବିଧାତା ହେଲେ ରକ୍ଷା ନାହିଁ ଦୋରେହା ଅର୍ଥାତ୍ ଦ୍ରୋହ ଦକ୍ଷକୁ ଚାହିଁ ସଭାଜନେ ବୋଲନ୍ତି ଅତି ଦୁଃଖ ମନେ ଦେଖ ଏ ହାର କର୍ମ ଫଳେ ଆଜ ତୁ ନସିଲୁ ସକଳେ ଘୋରଉ ପାତେ ଦୁଃଖ ମନେ ଭୟଲୁ ଚିଲେ ସର୍ବଜନେ କେ କହୁ ଜନଙ୍କ ବିକଳ ତକ୍ଷଣେ ମିଳି ରୁଦ୍ରବଳ ନାନା ଆୟୁଧ କରି ଧରେ ୟୁଧ ଧରି କରେ ବେଗେ ବେଢ଼ିଲେ ଯଜ୍ଞ ଘରେ କେ ପିଙ୍ଗ ପିସଙ୍ଗ ବାମନ ମକର ଉଦର ଆନହନ ପିଙ୍ଗ ମାନେ ଲୋହିତ ଧୂସର ବର୍ଣ୍ଣ ଏବଂ ପିସଙ୍ଗ କହିଲେ ପୀତ ବର୍ଣ୍ଣ ଶବଦେ ଗଗନ ଉଛୁଳେ ବେଗେ ପଶିଲେ ଯଜ୍ଞଶାଳେ କେହୁ ଗତି ଯଜ୍ଞବାସ କେ ପତ୍ନୀ ଶାଳା করে ନାଶ ପତ୍ନୀଶାଳା ଅର୍ଥାତ୍ ଯଜ୍ଞଶାଳାର ପଶ୍ଚିମ ଦିଗରେ ନିର୍ମିତ ଯେଉଁ ଗୃହରେ ଯଜମାନ ଆଦିଙ୍କ ପତ୍ନୀମାନେ ବସନ୍ତି କେ ପାକ ଶାଳେ ପ୍ରବେଶନ୍ତି କେ ଯଜ୍ଞ ପାତ୍ରକୁ ଭାଙ୍ଗନ୍ତି କେ ଯଜ୍ଞ କୁଣ୍ଡରେ ମିଳନ୍ତି ମୂତ୍ରପୁରିଷ ଉତ୍ସର୍ଗନ୍ତି କେ ଭୟଙ୍କର ନାଦ କଲେ ଯଜ୍ଞ ଖଳା ବେଦି ତୁଲେ ଭାଙ୍ଗିଲେ ଅତି କୋପ ଭରେ ଶୂଳବୁ লাই ଦକ୍ଷ କରେ କେ ଧାଏ ମୁନିଙ୍କ ଉପରେ ତର୍ଜନ୍ତି ଅତି କୋପ ଭରେ ସ୍ତ୍ରୀ ଗଣଙ୍କ ମଧ୍ୟରେ ପଶି ରାହୁ ଯେ ସନେ ଗ୍ରାସେ ଶଶି ଦେବେ ପଳାନ୍ତି ତାହା ଦେଖି ଯଜ୍ଞର ଭାଗକୁ ଉପେକ୍ଷି ତାହାଙ୍କୁ ରୁଦ୍ର ଗଣେ ଦେଖି ଧାଇଁଲେ ଦୟାକୁ ଉପେକ୍ଷି ଭୃଗୁକୁ ମଣିମାନ ବାନ୍ଧେ ତା ଦେଖି ପ୍ରଜାପତି କାନ୍ଦେ ଦକ୍ଷକୁ ବୀରଭଦ୍ର ଧରି ପଶୁର ପ୍ରାୟ ବନ୍ଦୀ କରି ଚଣ୍ଡୀଶ ପୂଷଣକୁ ଧରେ ଭଗକୁ ଧରେ ନନ୍ଦୀଶ୍ୱରେ ପୂଷଣ ଅର୍ଥାତ୍ ପୂଷ
ପୂଷଣ କହିଲେ ପୂଷା ପୂଷା। ଯଜ୍ଞ ଦେବତା ଯେତେ ଥିଲେ ଋତ୍ୱିଜ ଆଦି ବିପ୍ରତୁଲେ ରୁଦ୍ରଗଣଙ୍କ ତେଜ ଦେଖି ଭାଜିଲେ ଯଜ୍ଞକୁ ପେଖି ଯେ ଭୃଗୁ ଯଜ୍ଞେ ହୋମ କରି ଘୃତକ୍ଷେ ପନ୍ତି ଶ୍ରୁବ ଧରି ତାହାଙ୍କ କେଶ ବାମ ହସ୍ତେ ରୋଷେଶେ ଧଇଲେ ତୁରିତେ ତାହାଙ୍କ ଦାଢ଼ି ଦକ୍ଷ କରେ ପୁଣି ଉପାଡ଼ି କପଭରେ ତାହାଙ୍କ ଦାଢ଼ି ଦକ୍ଷ କରେ ଅର୍ଥାତ୍ ଡାହାଣ ହାତରେ ସଭାରେ ପଦ୍ମଜନି ବଳା ଯେ ଦାଢ଼ି ହଲାଇ ହସିଲା ଉପାଡ଼ି ଭୃଗୁ ଲମ୍ବ ଦାଢ଼ି ଭଗକୁ ରୋଷେ ତଳେ ପାଡ଼ି ଚକ୍ଷୁ ପାଡ଼ି ନଖଗ୍ରେ ପୂର୍ବର ସାପ ବୈଭୋଗେ ରୁଦ୍ରଙ୍କୁ ସାପ ଦେବା ବେଳେ ଯେଉଁ ଚକ୍ଷୁରେ ଠାରିଥିଲେ ଗରିମଣିଙ୍କୁ ସାପ ବେଳେ ଅପମାନିତ କୋପାନଳେ ଦନ୍ତ ଖାଇ ପୁଷା ହସେ ସେ କଥା ସ୍ମରି ମହାରୋଷେ ମୁଷ୍ଟି ପ୍ରହାରି ବାମ କରେ ଦନ୍ତ ଝାଡ଼ିଲେ ରୋଷ ଭରେ। ଗରିମଣିଙ୍କୁ ଗରିମଣି କିଏ ଅର୍ଥାତ୍ ଗୌରବର ମୂର୍ତ୍ତି ଶିବ। କଳିଙ୍ଗ ଦେଶ ରାଜା ରଦ ଯେହ୍ନେ ଭାଙ୍ଗିଲେ ବଳଭଦ୍ର ରଦ ଅର୍ଥାତ୍ ଦନ୍ତ ଦାନ୍ତ ଦନ୍ତ ଦନ୍ତ ଦକ୍ଷର ହୃଦେ କରତାଡ଼ି ରୁଦ୍ର ଯେ ଅଧର କାମଡ଼ି ଅର୍ଥାତ୍ ବୀରଭଦ୍ର ଶିବଙ୍କର ଏକ ସ୍ୱରୂପ ହୋଇଥିବାରୁ ଏ ଅଧ୍ୟାୟରେ ଶିବଙ୍କ ନାମ ବୀରଭଦ୍ର ପାଇଁ ବ୍ୟବହୃତ ହୋଇଛି। ଭୂମିରେ ପାଡ଼ିଲେ ଉତାନେ ତୀକ୍ଷ୍ମ ଖଡ଼ଗେ ମୁଣ୍ଡ ହାଣେ ତେଣେ ନ ପାରେ ମୁଣ୍ଡ ଛିନି କୋପେଣ ଅସ୍ତ୍ର ଶସ୍ତ୍ର ଘେନି ପ୍ରହାର କଲେ କଣ୍ଠ ତଟେ ତେଣେ ଚର୍ମରେ ତାନ କାଟେ ଅକ୍ଷୟ ତାହାର ଶରୀର ଦେଖିବି ସ୍ମିତ ଶୂଳଧର ଅବଧ୍ୟ ଦେଖି ତାର ଗତି ବିସ୍ମୟେ ଭାଳି ପଶୁପତି ବେକ ମୋଡ଼ିତା ଛେଦି ଶିର ଈଶ୍ୱର ହୋଇଲେ ବାହାର ଶିର ପଡ଼ିଲା ଅଗ୍ନିକୁଣ୍ଡେ ରହିଲା ମାତ୍ର ମୃତ ପିଣ୍ଡେ ପିଶାଚ ଗଣ ଘେନି ସଙ୍ଗେ ରୁଦ୍ର ନାଚନ୍ତି ରଣରଙ୍ଗେ ଦକ୍ଷ ସମ୍ପଦ ନାଶ କରି ଦକ୍ଷିଣ ଭୁଜେ ଶୂଳ ଧରି ଶଙ୍କର ହୋଇଲେ ବାହାର ଗଲେ ସେ କୈଳାସପୁର ସେ ରୁଦ୍ର ଚରଣେ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ଦକ୍ଷ ଯଜ୍ଞ ବିଧ୍ୱଂସ ନାମ ପଞ୍ଚମୋଧ୍ୟାୟଃ। ବର୍ତ୍ତମାନ ଏହି ଅଧ୍ୟାୟରେ ଆମେ ବ୍ୟାଖ୍ୟା ଶୁଣିବା। ଏହି ଅଧ୍ୟାୟରେ ବୀରଭଦ୍ରଙ୍କ ଦ୍ୱାରା ଦକ୍ଷ ଯଜ୍ଞ ବିଧ୍ୱଂସ ଓ ଦକ୍ଷ ବଧ କଥା ବର୍ଣ୍ଣନା କରାଯାଇଛି। ମୁନିବର ମୈତ୍ରେୟ କହିଲେ, ଦେବର୍ଷି ନାରଦଙ୍କ ଠାରୁ ମହାଦେବ ଶୁଣିବାକୁ ପାଇଲେ ଯେ ଦକ୍ଷଙ୍କ ଦ୍ୱାରା ଅପମାନିତା ହୋଇ ଦେବୀ ସତୀ ପ୍ରାଣତ୍ୟାଗ କରିଦେଲେ ଏବଂ ସେଠାରେ ଯଜ୍ଞବେଦୀରୁ ପ୍ରକଟ ହୋଇଥିବା ରୁଭୁମାନେ ତାହାଙ୍କର ପାର୍ଷଦମାନଙ୍କ ସେନାକୁ ମାରପିଟ କରି ସେଠାରୁ ତଡ଼ିଦେଲେ। ଏହା ଶୁଣିବା ମାତ୍ରେ ମହାଦେବ ଭୀଷଣ କ୍ରୋଧ ହୋଇଗଲେ। ସେ ଉଗ୍ର ରୂପ ଧରି କ୍ରୋଧରେ ଓଠପାଟି କାମୁଡ଼ି ନିଜ ମସ୍ତକରୁ କେରାଏ ଜଟା ଉପାଡ଼ି ଆଣିଲେ। ସେହି ଜଟା କେରାକ ବିଜୁଳି ଓ ଅଗ୍ନିଶିଖା ପରି ଉଦ୍ଦୀପ୍ତ ଦିଶୁଥାଏ। ମହାଦେବ ସହସା ଠିଆ ହୋଇପଡ଼ି ଗମ୍ଭୀର ଅଟ୍ଟହାସ୍ୟ କରିବା ସହିତ ସେହି ଜଟାକୁ ତଳେ ପିଟି ଦେଲେ। ତାହା ତଳେ ପିଟି ହୋଇଯିବା ମାତ୍ରେ ସେଥିରୁ ଏକ ବିରାଟକାୟ ହୃଷ୍ଟପୃଷ୍ଟ ପୁରୁଷ ଉତ୍ପନ୍ନ ହୋଇଗଲେ। ସେହି ପୁରୁଷଙ୍କର ଶରୀର ଏତେ ବିଶାଳ ହୋଇଥାଏ ଯେ ସେ ସ୍ୱର୍ଗକୁ ସ୍ପର୍ଶ କରୁଥାନ୍ତି। ତାହାଙ୍କର ଥାଏ ସହସ୍ରଭୁଜ, ମେଘ ସମାନ ଶ୍ୟାମଳ ଶରୀର, କପାଳରେ ସୂର୍ଯ୍ୟ ସମାନ ତିନି ନେତ୍ର, ମୁଖରେ ବିକଟାଳ ଦନ୍ତ ଓ ମସ୍ତକରେ ଅଗ୍ନିଶିଖା ସମାନ ଲାଲ ଲାଲ ଜଟା ଓ ଗଳାରେ ନରମୁଣ୍ଡ ମାଳା।
ସେହି ପୁରୁଷ ତାହାଙ୍କର ହାତମାନଙ୍କର ଧରିଥାନ୍ତି ନାନା ପ୍ରକାର ଅସ୍ତ୍ରଶସ୍ତ୍ର। ସେ ଯେତେବେଳେ କରପତ୍ର ଯୋଡ଼ି ପଚାରିଲେ, ଭଗବାନ କ'ଣ କରିବାକୁ ହେବ ଆଜ୍ଞା ଦିଅନ୍ତୁ। ସେତେବେଳେ ଭଗବାନ ଭୂତନାଥ କହିଲେ, ବୀର ରୁଦ୍ର, ତୁମେ ହେଉଛ ମୋର ଅଂଶ, ତେଣୁ ତୁମେ ମୋର ପାର୍ଷଦମାନଙ୍କର ଅଧିନାୟକ ହୋଇ ଅବିଳମ୍ବେ ଯାଇ ଦକ୍ଷ ପ୍ରଜାପତିଙ୍କୁ ଓ ତାହାଙ୍କର ଯଜ୍ଞକୁ ନଷ୍ଟ କରିଦିଅ। ପ୍ରିୟ ବିଦୁର, ଦେବାଦିଦେବ ଭଗବାନ ଶଙ୍କରଙ୍କର କ୍ରୋଧବର ଏହିପରି ଆଜ୍ଞା ଦେଇଦେବାରୁ ସେହି ବୀରଭଦ୍ର ନାମକ ବିଶାଳକାୟ ପୁରୁଷ ପ୍ରଭୁଙ୍କୁ ପରିକ୍ରମା କରି ନିଜର କର୍ମକ୍ଷେତ୍ରକୁ ଯିବାକୁ ପ୍ରସ୍ତୁତ ହୋଇଗଲେ। ସେତେବେଳେ ତାଙ୍କୁ ବୋଧ ହେଲା ତାହାଙ୍କ ବେଗର ସମ୍ମୁଖୀନ ହେବାକୁ ସଂସାରରେ କୌଣସି ବି ଶକ୍ତି ନାହିଁ ଏବଂ ଯେତେ ବଡ଼ ବୀର ଆସିଲେ ମଧ୍ୟ ସେ ତାଙ୍କର ସମ୍ମୁଖୀନ ହେବାକୁ ସମର୍ଥ। ସେ ଭୟଙ୍କର ସିଂହନାଦ କରି ହାତରେ ଏକ ଅତ୍ୟନ୍ତ କରାଳ ତ୍ରିଶୂଳ ଧରି ଦକ୍ଷଙ୍କ ଯଜ୍ଞ ମଣ୍ଡପ ଆଡ଼କୁ ଧାଇଁଲେ। ତାହାଙ୍କ ତ୍ରିଶୂଳଟି ଥିଲା ସଂସାର ସଂହାରକ, ମୃତ୍ୟୁକୁ ମଧ୍ୟ ସଂହାର କରିବାକୁ ସମର୍ଥ। ଭଗବାନ ରୁଦ୍ରଙ୍କର ଅନ୍ୟ ବହୁ ସେବକ ମଧ୍ୟ ଘୋର ଗର୍ଜନ କରି କରି ବୀରଭଦ୍ରଙ୍କ ଅନୁଗମନ କଲେ। ସେତେବେଳେ ବୀରଭଦ୍ରଙ୍କ ପାଦର ନୂପୁର ଆଦି ଆଭୂଷଣ ଝଲମଲ ଝମଝମ ହୋଇ ବାଜୁଥାଏ। ଏପଟେ ଯଜ୍ଞଶାଳାରେ ବସିଥିବା ଋତିଜ, ଯଜମାନ, ସଦସ୍ୟ ତଥା ଅନ୍ୟ ବ୍ରାହ୍ମଣ ଓ ବ୍ରାହ୍ମଣୀଗଣ ଉତ୍ତର ଦିଗରେ ଧୂଳି ଉଡ଼ୁଥିବା ଦେଖି ବିସ୍ମିତ ହୋଇ ଭାବିଲେ, ଆରେ ଏ ଅନ୍ଧାର କେଉଁଠୁ ମାଡ଼ି ଆସୁଛି? ଏତେ ଧୂଳି ଉଡ଼ୁଛି କାହିଁକି? ଏହା ତ ଝଡ଼ ତୋଫାନର କିଛି ଲକ୍ଷଣ ପରି ଦିଶୁନାହିଁ କି ଏଠାରେ ଲୁଟପାଟ ହେଉଥିବା କଥା ଲୋକେ ମାତିବା ସମ୍ଭବ ନୁହେଁ, କାରଣ ଅପରାଧୀମାନଙ୍କୁ କଠୋର ଦଣ୍ଡ ଦେଉଥିବା ରାଜା ପ୍ରାଚୀନ ବହି ଜୀବିତ ଅଛନ୍ତି। ଏହା ତ ଗାଈଗୋଠ ଫେରିବାର ବେଳ ମଧ୍ୟ ନୁହେଁ, ତଥାପି ଏତେ ଧୂଳି କାହିଁକି ଉଠୁଛି? ସଂସାରର ପ୍ରଳୟ ସମୟ ଆସିଗଲା ନା କ'ଣ? ଏତିକି ବେଳେ ଦକ୍ଷ ପତ୍ନୀ ପ୍ରସୂତି ଓ ଅନ୍ୟ ନାରୀମାନେ ବ୍ୟସ୍ତ ଓ ବ୍ୟାକୁଳ ହୋଇ କହିଦେଲେ, ସବୁ ଝିଅଙ୍କ ଆଗରେ ବିଚାରୀ ନିରପରାଧୀ ସତୀକୁ ପ୍ରଜାପତି ଦକ୍ଷ ଯେଉଁ ହତାଦର କଲେ ଲାଗୁଛି, ଏହା ହେଉଛି ସେହି ପାପର ଫଳ, ଅଥବା ଏହା ସମ୍ଭବତଃ ସଂହାର ମୂର୍ତ୍ତି ଭଗବାନ ରୁଦ୍ରଙ୍କୁ ଅନାଦର କରିବାର ପରିଣାମ। ପ୍ରଳୟକାଳ ଆସିଗଲେ ଭଗବାନ ରୁଦ୍ର ଯେତେବେଳେ ନିଜର ଜଟାଜୁଟ ମୁକୁଳା କରି ଏବଂ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ନିଜର ଭୁଜମାନଙ୍କୁ ଧ୍ୱଜା ପରି ବିସ୍ତାର କରି ତାଣ୍ଡବ ନୃତ୍ୟ କରନ୍ତି, ସେତେବେଳେ ତାହାଙ୍କ ତ୍ରିଶୂଳ ମନରେ ଦିଗ୍ଧଜମାନେ ମଧ୍ୟ ବିଦ୍ଧ ହୋଇଯାଆନ୍ତି ଏବଂ ତାହାଙ୍କର ମେଘଗର୍ଜନ ସମାନ ଭୟଙ୍କର ଅଟ୍ଟହାସ୍ୟରେ ଦିଗମାନେ ଫାଟି ପଡ଼ନ୍ତି। ସେତେବେଳେ ତାଙ୍କର ତେଜ ଅସହ୍ୟ ହୋଇଯାଏ। ସେ ତାହାଙ୍କର କ୍ରୋଧପୂର୍ଣ୍ଣ କୁଟିଳ ଭ୍ରୁକୁଟି ହେତୁ ବଡ଼ ଦୁର୍ଦ୍ଧର୍ଷ ବୋଧ ହୁଅନ୍ତି ଏବଂ ତାହାଙ୍କର ବିକଟାଳ ଦନ୍ତ ପଙ୍କ୍ତିରେ ତାରାଗଣ ଅସ୍ତବ୍ୟସ୍ତ ହୋଇଯାଆନ୍ତି। ସେପରି କ୍ରୋଧର ଭଣ୍ଡାର ରୁଦ୍ରକୁ ଯେ ବାରମ୍ବାର କ୍ରୋଧ କରାଇ ସେ ସାକ୍ଷାତ ବିଧାତା ହୋଇଥିଲେ ମଧ୍ୟ କ'ଣ ତାହାର ମଙ୍ଗଳ ହେବ? ମହାତ୍ମା ଦକ୍ଷଙ୍କ ଯଜ୍ଞରେ ବସିଥିବା ଲୋକେ ଭୟ ହେତୁ ଏକ ଆରେକକୁ କାତର ଦୃଷ୍ଟିରେ ଚାହିଁ ଏହିପରି ନାନା ପ୍ରକାର ଆଶଙ୍କା ପ୍ରକାଶ କରୁଥାନ୍ତି। ଏତିକି ବେଳେ ଆକାଶରେ ଓ ପୃଥିବୀରେ ସର୍ବତ୍ର ସହସ୍ର ସହସ୍ର ସଂଖ୍ୟାରେ ଉତ୍ପାତ ହେବାକୁ ଲାଗିଲା। ହେ ବିଦୁର, ସଦଳ ବଦଳେ ମାଡ଼ି ଆସିଥିବା ରୁଦ୍ର ସେବକମାନେ ସେହି ବିରାଟ ଯଜ୍ଞ ମଣ୍ଡପକୁ ଚତୁର୍ଦିଗରୁ ଘେରିଗଲେ ଏବଂ ସେମାନେ ନାନା ପ୍ରକାର ଅସ୍ତ୍ରଶସ୍ତ୍ର ଧରିଥାନ୍ତି। ସେମାନଙ୍କ ଭିତରୁ କେତେକ ଥିଲେ ବାଙ୍ଗରା, କେତେକ ଥିଲେ ଦେହର ରଙ୍ଗ ପିଙ୍ଗଳ, ତ ଆଉ କେତେକଙ୍କ ରଙ୍ଗ ହଳଦିଆ। କେତେକଙ୍କ ମୁହଁ ଓ ପେଟ ହୋଇଥାଏ ଠିକ୍ ମଗରର ମୁହଁ ଓ ପେଟ ପରି। ସେମାନଙ୍କର ଭିତରୁ କେତେଜଣ ପ୍ରାଗ୍ ବଂଶ ବା ଯଜ୍ଞଶାଳାର ପୂର୍ବ ଓ ପଶ୍ଚିମ ଖୁଣ୍ଟ ମଝିରେ ରଖାଯାଇଥିବା ଆଡ଼ି କାଠ ଭାଙ୍ଗିଦେଲେ। କେତେକ ଯାଇ ଯଜ୍ଞଶାଳାର ପଶ୍ଚିମ ବାଟେ ଥିବା ପତ୍ନୀଶାଳା ନଷ୍ଟ କରିଦେଲେ। କେତେକ ଯାଇ ଯଜ୍ଞଶାଳାର ସମ୍ମୁଖସ୍ଥ ସଭାସ ମଣ୍ଡପ ଓ ଏବଂ ମଣ୍ଡପ ଆଗରେ ଉତ୍ତର ଦିଗରେ ଥିବା ଆଗ୍ନିଧ୍ରଶାଳା ଭାଙ୍ଗିଦେଲେ। କେହି କେହି ଯାଇ ଯଜମାନ ଗୃହ ଓ ରୋଷେଇ ଘର ଭାଙ୍ଗି ଛିନ୍ଛତ୍ର କରିଦେଲେ। କିଏ ଯାଇ ଯଜ୍ଞର ବିଭିନ୍ନ ପାତ୍ର ଗୁଡ଼ାକ ଭାଙ୍ଗିଦେଲା, ତ କିଏ ଯଜ୍ଞ କୁଣ୍ଡର ଅଗ୍ନି ଲିଭାଇ ଦେଲା। କିଏ ଯାଇ ଯଜ୍ଞ କୁଣ୍ଡରେ ପରିସ୍ରା କରିଦେଲା, ତ କିଏ ବେଦୀ ଚାରିପଟେ ବନ୍ଧା ହୋଇଥିବା ସୀମାସୂତ୍ର ଛିଣ୍ଡାଇ ଦେଲା। କେହି କେହି ମୁନିମାନଙ୍କୁ ପରିହାସ କଲେ, ତ କେହି କେହି ନାରୀମାନଙ୍କୁ ଡରାଇବା ଓ ଧମକାଇବା ଆରମ୍ଭ କରିଦେଲେ। ପୁଣି କେହି କେହି ସେମାନଙ୍କ ପାଖ ଦେଇ ଖସି ପଳାଉଥିବା ଦେବତାମାନଙ୍କୁ ଧରି ପକାଇଲେ। ମଣିମାନ ଭୃଗୁ ଋଷିଙ୍କୁ ଏବଂ ବୀରଭଦ୍ର ପ୍ରଜାପତି ଦକ୍ଷଙ୍କୁ ବାନ୍ଧି ପକାଇଲେ। ଚଣ୍ଡୀଶ ପୂଷାଙ୍କୁ ନନ୍ଦୀଶ୍ୱର ଯାଇ ଭୋଗ ଦେବତାକୁ ଧରି ପକାଇଲେ। ଭଗବାନ ଶଙ୍କରଙ୍କର ଏହି ଭୟଙ୍କର ଲୀଳା ଦେଖି ତଥା ସେମାନଙ୍କର ଟେକା ପଥର ମାଡ଼ରେ ଅସ୍ତବ୍ୟସ୍ତ ହୋଇ ଯେତେ ସବୁ ଋତିଜ ସଦସ୍ୟ ଓ ଦେବତା ଥିଲେ ସମସ୍ତେ ଯେ ଯୁଆଡ଼େ ପାରିଲେ ଧାଇଁ ପଳାଇଗଲେ। ଭୃଗୁ ଶୁଭ ଧରି ଆହୁତି ଦେଉଥିଲେ। ବୀରଭଦ୍ର ତାଙ୍କର ଦାଢ଼ି ନିଶ ଉପାଡ଼ି ପକାଇଲେ, କାରଣ ସେ ପ୍ରଜାପତିମାନଙ୍କ ସଭାରେ ନିଶ ମୋଡ଼ି ମହାଦେବଙ୍କୁ ଉପହାସ କରିଥିଲେ। ବୀରଭଦ୍ର କ୍ରୋଧବର ହୋଇ ଭୋଗ ଦେବତାଙ୍କୁ ତଳେ କଚାଡ଼ି ଦେଲେ ଓ ତାଙ୍କ ଆଖି ଖୋଳି ପକାଇଲେ,
କାରଣ ଦେବସଭାରେ ଦକ୍ଷ ଯେତେବେଳେ ମହାଦେବକୁ ନିନ୍ଦା କରି ଅଭିଶାପ ଦେଉଥିଲେ ସେତେବେଳେ ଭୋଗ ତାଙ୍କୁ ଆଖିଠାରି ଉସୁକାଉଥିଲେ। ତାପରେ ଅନିରୁଦ୍ଧଙ୍କ ବିବାହ ସମୟରେ ବଳରାମ ଯେପରି କଳିଙ୍ଗ ରାଜାଙ୍କ ଦାନ୍ତ ଭାଙ୍ଗି ଦେଇଥିଲେ ବୀରଭଦ୍ର ସେହିପରି ପୂଷାଙ୍କ ଦାନ୍ତ ଭାଙ୍ଗିଦେଲେ। କାରଣ ଦକ୍ଷ ମହାଦେବଙ୍କୁ ଗାଳି ଦେବା ବେଳେ ପୂଷା ଦାନ୍ତ ଦେଖାଇ ହସିଥିଲେ। ତାପରେ ବୀରଭଦ୍ର ଦକ୍ଷଙ୍କ ଛାତି ଉପରେ ବସି ଏକ ଧାରୁଆ ଖଣ୍ଡାରେ ତାଙ୍କ ବେକ କାଟିଦେବାକୁ ଚେଷ୍ଟା କଲେ, କିନ୍ତୁ ସେ ବହୁ ଚେଷ୍ଟା କରି ମଧ୍ୟ ତାଙ୍କ ଗଣ୍ଡି ମୁଣ୍ଡ ଦୁଇ ଖଣ୍ଡ କରିପାରିଲେ ନାହିଁ। କୌଣସି ଅସ୍ତ୍ରଶସ୍ତ୍ରରେ ଦକ୍ଷଙ୍କ ଚମଡ଼ା କାଟି ନ ହେବାରୁ ବୀରଭଦ୍ର ଆଶ୍ଚର୍ଯ୍ୟ ହୋଇ ବହୁତ ସମୟ ପର୍ଯ୍ୟନ୍ତ ଚିନ୍ତା କଲେ। ଶେଷରେ ଯଜ୍ଞ ମଣ୍ଡପରେ ଯେପରି ଯଜ୍ଞ ପଶୁକୁ ମରାଯାଉଥିଲା ସେ ଯଜମାନ ହୋଇଥିବା ଦକ୍ଷ ରୂପୀ ପଶୁର ମୁଣ୍ଡଟାକୁ ସେହିପରି ଗଣ୍ଡିରୁ ଅଲଗା କରିଦେଲେ। ତାହା ଦେଖି ଭୂତ ପ୍ରେତ ଓ ପିଶାଚମାନେ ତାକୁ ପ୍ରଶଂସା କରି ବାଃ ବାଃ କଲେ, କିନ୍ତୁ ଦକ୍ଷଙ୍କ ଦଳର ଲୋକଙ୍କ ଭିତରେ ହାହାକାର ଖେଳିଗଲା। ବୀରଭଦ୍ର ଅତ୍ୟନ୍ତ କୋପାନଳ ହୋଇ ଦକ୍ଷଙ୍କ ମୁଣ୍ଡଟାକୁ ଯଜ୍ଞର ଦକ୍ଷିଣ ଅଗ୍ନିରେ ପକାଇଦେଲେ ଏବଂ ଯଜ୍ଞଶାଳାରେ ନିଆଁ ଲଗାଇ ଦେଇ ଯଜ୍ଞ ବିଧ୍ୱଂସ କରିଦେବା ପରେ ସେ କୈଳାସ ପର୍ବତକୁ ଫେରିଗଲେ। ଏହି ଥିଲା ଏହି ଅଧ୍ୟାୟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆପଣମାନେ ଏମିତି ଧାରାବାହିକ ଭାବରେ ଶୁଣିବା ପାଇଁ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ ଏବଂ ଫଲୋଅପ୍ କରନ୍ତୁ ଏବଂ ପ୍ରତ୍ୟେକ ଦିନର ଅଧ୍ୟାୟ ଧାରାବାହିକ ଭାବରେ ଶୁଣନ୍ତୁ। ଏହାଫଳରେ ଅନେକ ଶାସ୍ତ୍ର ଜ୍ଞାନ ଆପଣଙ୍କର ବୃଦ୍ଧି ପାଇବ। ଏହି ଭବସାଗରରେ ବଞ୍ଚିବା ପାଇଁ ଆପଣ ସହଜ ମାର୍ଗ ଉପଲବ୍ଧ ହେବ। ତେଣୁ ଆପଣ ଏହି ଅଧ୍ୟାୟ ଶ୍ରବଣ କରିଥିବାରୁ ଭଗବାନ ଶିବ ଆପଣଙ୍କୁ, ଭଗବାନ ବୀରଭଦ୍ର ଆପଣଙ୍କର ପରିବାରକୁ ମଙ୍ଗଳ ପ୍ରଦାନ କରନ୍ତୁ। ଜୟ ଜଗନ୍ନାଥ ପ୍ରଭୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।